ମୁଁ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ତେଣୁ ଦଳ ଯେତେବେଳେ ମୋ ଉପରେ ଭରସା କରିଛି, ମୁଁ ଯେକୌଣସି କ୍ଷେତ୍ରରେ ହଉ, ମୁଁ ଷ୍ଟାର କ୍ୟାମ୍ପେନର ଭାବରେ ମୋତେ ଡେପୁଟ କରାହେଇଥିଲା। ମୁଁ 2ଟା ଟର୍ମ ଷ୍ଟାର କ୍ୟାମ୍ପେନର ହିସାବରେ କାମ କରିଛି। ମୋତେ ଗୋଟେ ଲାଷ୍ଟ ମୋମେଣ୍ଟରେ ମେୟର ପ୍ରାର୍ଥୀ ମଧ୍ୟ ଠିଆ କରାଯାଇଥିଲା ଏବଂ ନୋମିନେସନ ଲାଷ୍ଟ ଦିନର ପୂର୍ବ ଦିନ ମୁଁ ଜାଣିଲି ଏବଂ ପାଇଲି। ଜାଣିଥାନ୍ତି ଯଦି ଆହୁରି ରେଜଲ୍ଟଟା ଅଲଗା ହେଇଥାନ୍ତା। ତଥାପି ମୁଁ ଧନ୍ୟବାଦ ଦେବି ଆପଣଙ୍କ ମାଧ୍ୟମରେ କଟକର ସର୍ବସାଧାରଣଙ୍କୁ, ଜନସାଧାରଣମାନଙ୍କୁ। ତେଣୁ ସେମାନେ ମୋ ଉପରେ 50,000 ଭୋଟ ମୋତେ ଦେଲେ ଏବଂ ଭଲ ପାଇବା ମଧ୍ୟ ବହୁତ ପାଇଲି। ସେ କଥାଟା ଯଦି ଆଗରୁ ମୁଁ ଜାଣିଥାନ୍ତି ତାହେଲେ ମୋର ଯେଉଁ ଏତେ ଗୁଡ଼େ ସାଙ୍ଗ ସବୁ ଅଛନ୍ତି, ବିଭିନ୍ନ ସର୍କଲ ଅଛନ୍ତି, ସେମାନେ ଆହୁରି ଆକ୍ଟିଭେଟ୍ ହେଇଯାଇଥାନ୍ତେ, ଯେଉଁମାନେ କି ଶେଷ ପର୍ଯ୍ୟନ୍ତ ଜାଣିବା ପାଇଁ ମଧ୍ୟ ତାଙ୍କୁ କଷ୍ଟ ଲାଗିଲା। ଏଥର ସାଧାରଣ ନିର୍ବାଚନରେ ଦଳ ଯଦି ମୋ ଉପରେ ବିଶ୍ୱାସ ଆସ୍ଥା ଭାଜନ କରିବ ତାହେଲେ କିଛି ଅସୁବିଧା ନାହିଁ, ଲଢ଼ିବାରେ କୌଣସି ଅସୁବିଧା ନାହିଁ। କାରଣ ଗୋଟେ ଇଲେକ୍ସନର ଏକ୍ସପିରିଏନ୍ସ ନିହାତି ଦରକାର। ମୁଁ ଯେଉଁ ପାଷ୍ଟ ଏକ୍ସପିରିଏନ୍ସ ମୁଁ ପାଇଲି, ଜୀବନରେ ଗୋଟେ ଇଲେକ୍ସନର ଏକ୍ସପିରିଏନ୍ସ ଦରକାର ଏବଂ ଲଢ଼ିବା ପାଇଁ ସେ ଯେଉଁ ମାନସିକ ପ୍ରସ୍ତୁତି, ଫାଇନାନ୍ସିଆଲ ପ୍ରସ୍ତୁତି ଏବଂ ସବୁ ସାଙ୍ଗମାନଙ୍କୁ ଆକ୍ଟିଭେଟ୍ କରେଇବା ପ୍ରତ୍ୟେକ ସେକ୍ଟର। ମୁଁ ଯେହେତୁ ଖେଳରେ ଥିଲି, ଏନସିସିରେ ଥିଲି, ସ୍କୁଲିଂ ମୋର କଟକରେ, କଲେଜ ମୋର କଟକରେ, ତେଣୁ ମୋର ବହୁତ ସାଙ୍ଗ ଅଛନ୍ତି ଏବଂ ବିଭିନ୍ନ ବର୍ଗରେ ଅଛନ୍ତି, ବିଭିନ୍ନ ଧର୍ମର ଅଛନ୍ତି, ବିଭିନ୍ନ ସମ୍ପ୍ରଦାୟର ଅଛନ୍ତି। ତେଣୁ ସମସ୍ତେ ତରଫରୁ ମଧ୍ୟ ସେମାନେ ମୋତେ ଆଶ୍ୱାସନା ମଧ୍ୟ ଦେଇଛନ୍ତି। ତେଣୁ ଡେଫିନେଟଲି ଯଦି ଦଳ ମୋତେ ଠିଆ କରିବାକୁ ଚାହିଁବ ତାହେଲେ ଠିଆ ହେବି। ଦଳ ଯଦି ଅନ୍ୟ କୌଣସି କାମ ପାଇଁ ମଧ୍ୟ ଲଗେଇଲା ତାହେଲେ ଆମେ ଲାଗିବୁ। ସାର୍, କିନ୍ତୁ ଏପର୍ଯ୍ୟନ୍ତ ବିଜେପି ତାର କ୍ୟାଣ୍ଡିଡେଟ୍ ଚୁଜ୍ କରିନି, ଯୋଉଟାକି ମାନେ ବହୁତ ଲୋକମାନେ ଆଶା କରିଛନ୍ତି କି ନାଇଁ ବିଜେପିର ଜଣେ ବହୁତ ପ୍ରମୁଖ ନେତା କିଏ ଜଣେ ଆସିବେ, ପୁଣି ଥରେ ନିର୍ବାଚନଟା ପୁରା ବହୁତ ବଢ଼ିଆ ସେ ହବ ବୋଲି, ମାନେ ଟକ୍କରକାର ହବ ବୋଲି। ତ ଆପଣଙ୍କୁ ଲାଗୁଛି ଯେ ସେତିକି ଟକ୍କର ହବ ଯେମିତି କଟକବାସୀ ଅନେଇକି ବସିଛନ୍ତି? ଦେଖନ୍ତୁ, ଡେଫିନେଟଲି ଯେତେବେଳେ ମେୟରରେ ମୋ ନାଁ ଡିକ୍ଲେୟାର ହେଲା ସେତେବେଳେ ସମସ୍ତେ ଖୁସି ହେଇଯାଇଥିଲେ। ବେସିକାଲି ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବି ଯେ ମିଡ଼ିଆ ମଧ୍ୟ ବହୁତ ଗୁଡ଼େ ବଢ଼ିଆ କମ୍ପିଟିସନଟେ ପାଇଥିଲେ। ତେଣୁ ଯଦିଓ ସେତେବେଳେ ଆମେମାନେ ପ୍ରିପେୟାର ନଥିଲୁ ଇଲେକ୍ସନ ଯେଉଁ ହିସାବରେ, ସେଇ ହିସାବରେ ମୁଁ ତ ବେସିକାଲି କାରଣ ମୁଁ 3 ଦିନ ପୂର୍ବରୁ ବି, ମାନେ 2 ଦିନ ପୂର୍ବରୁ ବି ମୁଁ ଜାଣିନଥିଲି ଯେ ମୁଁ କ୍ୟାଣ୍ଡିଡେଟ୍ ହେବି ବୋଲି। ମୁଁ ତ ସୁଟିଂ ବି କରୁଥିଲି ଏବଂ ପାର୍ଟି ଅଫିସରେ ବସିକି କେମିତି ଭାବରେ ପ୍ରଚାର ହେବ, କ'ଣ ହେବ, ସେ କଥା ଗୁଡ଼ା ମଧ୍ୟ ଆମେ ବସିକି ପ୍ଲାନିଂ କରୁଥିଲୁ। ତେଣୁ ଯାହା ବି ହଉ, ଟିକେ ସମୟ ପୂର୍ବରୁ ହେଲେ ଆମେମାନେ ସମସ୍ତଙ୍କୁ ଆକ୍ଟିଭେଟ୍ କରିପାରିବା। ଯଦି ପୁଣି ଏଣ୍ଡ ମୁମେଣ୍ଟରେ ଦିଆଯିବ, ନୋମିନେସନର ଲାଷ୍ଟ ଟାଇମ୍ରେ ଦିଆଯିବ, ସେତେବେଳକୁ ଯାହାକୁ ବି ଦିଆଯାଉ କଷ୍ଟ ହେବ, କାରଣ ଏଠି କମ୍ପିଟିସନ ବହୁତ ତଗଡ଼ା ଅଛି। କଟକରେ ବହୁତ ପ୍ରଭାବ ଅଛି, ଆଉ ମାନେ ପଲିଟିକାଲ କଥା ଆସିଲେ ନା କଟକବାସୀ ଟିକେ ମାନେ ଅଧିକା ଇମ୍ପୋର୍ଟାନ୍ସ ଦିଅନ୍ତି, କାରଣ ତାଙ୍କୁ ଦରକାର ଯେ ଭାଇଚାରାର ସହର। ତ କୋଉଠି ନା କୋଉଠି ଟିକେ ନା ସେମାନେ ଚାହାନ୍ତି କି ଆମ ଭାଇ କିଏ ଗୋଟେ ଠିଆ ହେଲେ ଆମକୁ ଟିକେ ଭଲ ଲାଗିବ। ତ ଆପଣମାନଙ୍କୁ ତ ସିଏ ଅଧିକ ଭଲ ପାଆନ୍ତି, ସିଏ ଆପଣଙ୍କୁ ଥରେ ଜିତେଇ ବି ଛନ୍ତି। ଯଦି ଲାଷ୍ଟ ମୋମେଣ୍ଟରେ ବି ଦିଆ ହେଲା, ଦେନ୍ ଆପଣ ଲାଗୁଛି ଯେ ଏଇ ଯୋଉ ଷ୍ଟ୍ରାଟେଜିଟା ପୁଣି ଥରେ ଖେଳା ହେଲେ ଆପଣ ଜିତିବେ? ଦେଖନ୍ତୁ, ମାନେ ଭଲ ପାଇବା ତ ସବୁଠି ଅଛି ଏବଂ ସମସ୍ତେ ଜାଣିଛନ୍ତି, ସମସ୍ତେ ମାନେ ଆଶାବାଦୀ ଅଛନ୍ତି। ଯେତିକି ଆମେ କହୁନୁ, ଅନ୍ୟମାନଙ୍କ ତରଫରୁ ଯୁଆଡ଼େ ମୁଁ ଏବେ ଗଲେ ବି ସମସ୍ତେ କହୁଛନ୍ତି ଭାଇ ତମେ ତ ଠିଆ ହେବ, ତମେ ତ ଠିଆ ହେବ। ଏଇ କଥା ସମସ୍ତଙ୍କ ମୁହଁରେ ଅଛି। ସୋ ଦ୍ୟାଟ୍ କି ସମସ୍ତଙ୍କ ମୁହଁରେ ଅଛି ଯେ ଶ୍ରୀତମ ମେ ବି କ୍ୟାଣ୍ଡିଡେଟ୍ ହେଇପାରେ। ସୋ ସେ ଭଲ ପାଇବାଟା ଅଛି। ଆଉ ସମସ୍ତଙ୍କ ସହିତ ପ୍ରତ୍ୟେକ ସାହିରେ ମୋର ହେଉଛି ସମ୍ପର୍କ। ପ୍ରତ୍ୟେକ ଲୋକମାନେ ମୋତେ କଟକିଆ ହିରୋ ବୋଲି ଜାଣନ୍ତି ଏବଂ ତାଙ୍କୁ ଭଲ ପାଇବା ଦୀର୍ଘ 25 ବର୍ଷ ହେଲାଣି ଦେଇ ଆସୁଛନ୍ତି। ତେଣୁ ଡେଫିନେଟଲି ମୁଁ ଆଶା କରିବି ଯେ ସେ ଭଲ ପାଇବା ସବୁଦିନ ପାଇଁ ରହୁ ଏବଂ ଯଦି ମୁଁ କ୍ୟାଣ୍ଡିଡେଟ୍ ହେଉଛି ଏବଂ ଜିତୁଛି, ଯାହା ମୌଳିକ ସମସ୍ୟା ସବୁ ଅଛି ଏବଂ ମୁଁ ଏବେ ଯେଉଁ କଥାଟେ ଉଠେଇଛି ଯେ ମେଟ୍ରୋ ଟ୍ରେନ୍ଟି ଯେପରି ଭାବରେ ଆସିକି ତ୍ରିଶୂଳିଆ ପର୍ଯ୍ୟନ୍ତ ଆସୁଛି,
मोर इच्छा सी पूरा आसिकी जेहेतु एसयू मेडिकलटा एम्स प्लस होची बारवाटी स्टेडियम रो उन्नतीकरण होची पूरा टोटल सीडीए बाट देकी पूरा कभर हो स्टेडियम बाट देकी पूरा मेडिकल पर्यंत जाऊ सो दैट कि समस्ते तार सुविधा नहीं पारिबे तेणु बड़ कथा हला आमे ठिया हो बा न हो कटक रो केमिति भाबरे डेभलप हेई पारिबो जेहेतु एटा पुराना राजधानी थिला केमिति भाबरे डेभलप हेई पारिबो कटक स्वच्छ भारत अभियान रे 1 नंबर हेई पारिबो सब कथा कथा गुडी को आम मन भीतर अछि कटक बहुत सुंदर हबो जेमती धबल टगर बोली कहा जाए सेमती पूरा चिकचिक चिकचिक लागिबो एवं आपण माध्यम रे तो प्रधानमंत्री को धन्यवाद देबी जे आम जो रूपाकारी तारकसी ताको जीआई टैग मिलिला सेति पई हमर सब तारकसी भाई भौणी माने से माने मध्य बहुत खुशी अछंती तेणु डेफिनेटली जेपरि भाबरे प्रधानमंत्री मोदी जो ग्यारंटी देइचंती हमर जो मूल लक्ष्य थिला जे सोसाइटी रो पूरा तळ श्रेणी रे जो माने रहुतिबे तांको पाखरे जाई कि हमर जहा चिंताधारा अच्छी आमे जहाँ साहाଯ୍य करिया पई चाहूचु तांको पाखरे जाई पहुंचु से कथा गुड़े को जाई तांको पाखरे पहुंची गैस ठू आरंभ करी मुंड ऊपर छात एवं चाउल ठू आरंभ करी सबु कथा माने झियो माने पाठ पढ़िबे मनीष हेबे एवं जनधन अकाउंट आमे खोलेइचु आमे सबु प्रकार व्यवस्था करिचु जे तळ वर्गर समस्ते जाति गर्त धर्म सबु निर्विशेष रे समस्त विश्वास जीतिबा एवं समस्त को ऊपर को उत्थान करबा एवं पूर्वांचल जो उत्थान हवा कथा जो मोदी जी भाबिचंती तेणु कटक डेफिनेटली ता देर होची अंशदार हबो एवं कटक आगु बढ़िबो।